ଜାନୁଆରୀ 10, 1917। ତୁ କ'ଣ ମୋତେ ଏହି ଶିକ୍ଷା ଦେବାକୁ ଚାହୁଁ ଯେ ମୋ ନିଜକୁ ଲକ୍ଷ୍ୟ କରି ମୋର ଯେଉଁ ପ୍ରୟାସ ସେସବୁ ବ୍ୟର୍ଥ ଓ ନିରର୍ଥକ ହେବ? କେବଳ ସେହି କର୍ମ ହେବ ସହଜ ଓ ସରଳ ଯାହାର ଉଦ୍ଦେଶ୍ୟ ତୋର କରୁଣା ବିକିରଣ। ବହିର୍ମୁଖୀ କର୍ମରେ ନିଯୁକ୍ତ ହେଲେ ସଂକଳ୍ପ ହୋଇ ଉଠେ ଶକ୍ତିଶାଳୀ ଓ ଫଳପ୍ରସୂ। କିନ୍ତୁ ଠିକ୍ ଯେତେବେଳେ ଅନ୍ତର୍ମୁଖୀ କର୍ମରେ ନିଯୁକ୍ତ ହେବାକୁ ଚେଷ୍ଟା କରେ ସେତେବେଳେ ତାହା ନିର୍ଜୀବ ଓ ନିଷ୍ଫଳ ହୋଇପଡ଼େ। ତେଣୁ ବ୍ୟକ୍ତିଗତ ଉନ୍ନତି ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ ଅଧିକାଧିକ ନିଷ୍ଫଳ ହୋଇପଡ଼େ, କ୍ରମେ ବିରଳ ହୋଇଯାଏ। ପକ୍ଷାନ୍ତରେ ବାହ୍ୟକର୍ମ ସେହି ଅନୁପାତରେ ଫଳଦାୟକ ହୁଏ ଯେଉଁ ଅନୁପାତରେ ଅନ୍ତରର କର୍ମ ନିଷ୍ଫଳ ହୋଇପଡ଼େ। ଏହିପରି ଭାବେ ହେ ଭଗବାନ, ଯନ୍ତ୍ରଟି ଯେପରି ତାକୁ ତୁ ସେହି ଭାବେ ଗ୍ରହଣ କରିଛୁ। ଯଦି ତାକୁ ଶାଣିତ ହେବାକୁ ହୁଏ ତାହା ସେ ହେବ କର୍ମ ମାଧ୍ୟମରେ।